ରୋଗରେ ବୁଡ଼ି ରହିଥିବା ରାଜା ଯଯାତିଙ୍କର ଜ୍ଞାନୋଦୟ ହେବାରୁ ସେ ପୁରଙ୍କୁ ରାଜ୍ୟଭାର ଅର୍ପଣ କରି ବ୍ରହ୍ମରେ ଲୀନ ହେଲେ। ଏହାପରେ ଶୁକମୁନି ପୁରୁବଂଶରେ ଜାତ ରାଜା ଦୁଷ୍ମନ୍ତଙ୍କ ଚରିତ ବର୍ଣ୍ଣନା କରି କହିଲେ ଯେ ଏକଦା ରାଜା ମୃଗୟାର୍ଥେ ବନ ମଧ୍ୟରେ ଭ୍ରମୁଥିବା ସମୟରେ କଣ୍ୱ ଋଷିଙ୍କ ଆଶ୍ରମରେ ତୃଷାର୍ତ୍ତ ଅବସ୍ଥାରେ ପହଞ୍ଚିଲେ। ସେଠାରେ ଅନିନ୍ଦ୍ୟ ସୁନ୍ଦରୀ ଲକ୍ଷ୍ମୀପ୍ରାୟ କନ୍ୟାକୁ ଦେଖି କାମାସକ୍ତ ହେଲେ। ପରିଚୟ ଜାଣିବାକୁ ଇଚ୍ଛା କରି ଜାଣିଲେ ଯେ ସେ ହେଉଛନ୍ତି ବିଶ୍ୱାମିତ୍ରଙ୍କ ଔରସରେ ମେନକାଙ୍କ ଗର୍ଭରୁ ଜାତ ଶକୁନ୍ତଳା। ଦୁଷ୍ମନ୍ତ ଉବାଚ ବୋଲୋଇ କନ୍ୟା ମୁଖ ଚାହିଁ ଘୋଷସି ମୁଖୀ ଶୁଣ ତୁହି ତୁ ଜାତ କୌଶିକର ବଂଶେ ତୋହର ଇଚ୍ଛା ମନ ତୋଷେ ଯେବେ ବରିବୁ ତୁହି ମତେ ଏ ମୋର ସତ୍ୟ ବେଦ ମତେ ଏସନ ସତ୍ୟ ତାକୁ କରି ଗନ୍ଧର୍ବ ମତେ କନ୍ୟା ବରି ସ୍ୱଭାବେ ପଣ୍ଡିତ ରାଜନ ଜାଣଇ ସକଳ ବିଧାନ ବିବାହ କରି ତାର ସଙ୍ଗେ ରାତ୍ରେ ବଞ୍ଚିଲା ରତି ରଙ୍ଗେ। ଅମୋଘ ବୀର୍ଯ୍ୟତା ସ୍ୱଭାବେ ରହିଲା ଶକୁନ୍ତଳା ଗର୍ଭେ ପ୍ରଭାତେ ରାଜା ଗଲାପୁର କାଳେ ତା ଜନ୍ମିଲା କୁମାର ସେବନେ କଣ୍ୱ ଋଷି ଥିଲେ ବିଧାନେ ଜାତ କର୍ମ କଲେ ତକ୍ଷଣେ ଉଠେ ରାଜବଳା ସ୍ୱଭାବେ ତେଜ ଅନର୍ଗଳା ସିଂହକୁ ବାମ ଭୁଜେ ଧରି କ୍ରୀଡ଼ା କନ୍ଦୁକ ପ୍ରାୟ କରି ରଜ୍ଜୁ ନିବେଶି ତାର ଗଳେ କ୍ରୀଡ଼ା କନ୍ଦୁକ ପ୍ରାୟ ଖେଳେ। ପୁତ୍ରର ଦେଖି ବାଳ ଲୀଳା ଅତ୍ୟନ୍ତ ତେଜ ଅନର୍ଗଳା ବିଷ୍ଣୁର ଅଂଶ ପ୍ରାୟ ମଣି ତକ୍ଷଣେ ଋଷିଙ୍କ ଦୁଲଣି ପୁତ୍ରର ହସ୍ତ ଧରି ବେଗେ ମିଳିଲା ନିଜ ସ୍ୱାମୀ ଆଗେ ରାଜା ସେ ମାତା ପୁତ୍ର ଦେଖି ତକ୍ଷଣେ ବୁଝିବେନି ଆଖି ପତ୍ନୀ ପୁତ୍ରଙ୍କୁ ନ ଚିହ୍ନିଲା ଭାବ ନ ଜାଣି ଉପେକ୍ଷିଲା ତକ୍ଷଣେ ଆକାଶର ବାଣୀ ସେଠାରେ ସର୍ବଲୋକେ ଶୁଣି ଆତ୍ମାର ରୂପେ ପୁତ୍ର ଜାତ ଏ ନିଶ୍ଚେ ତୋର ତାରା ସୁତ ଯେ ପୁତ୍ର ଜାତ ନିଜ ଠାରୁ ଉଦ୍ଧାର କରେ ସେ ନର୍କରୁ ତୁମ୍ଭେ କରିଛ ଗର୍ଭାଧାନ ଏ କଥା ନୁହଁ ଯେ ଆନ ଆକାଶ ବାଣୀ ଶୁଣି କର୍ଣ୍ଣେ ତକ୍ଷଣେ ରାଜା ତ ସମନେ ଆଶ୍ୱାସ କରି ପୁତ୍ର ନାରୀ ଗୃହେ ସ୍ଥାପିଲା ଦଣ୍ଡଧାରୀ ଏମନ୍ତେ ଦୁଷ୍ମନ୍ତର ଅନ୍ତେ ସେ ରାଜା ହୋଇଲା ଜଗତେ। ନାମ ଭରତ ନୃପବର ପ୍ରକାଶେ ଯେହ୍ନେ ଦିବାକର ବିଷ୍ଣୁର ଅଂଶ ସେ ରାଜନ ଶରୀରେ ଦିଶେ ବିଷ୍ଣୁ ଚିହ୍ନ ଚକ୍ର ଦକ୍ଷିଣ କରେ ଦିଶେ ଚରଣେ କମଳ ପ୍ରକାଶେ ତାହାଙ୍କୁ ମିଳି ଋଷି ଯୁଥେ ସ୍ଥାପିଲେ ଅଭିଷେକ ମତେ ସେ ରାଜା ଅଭିଷିକ୍ତ ହୋଇ ଧର୍ମେ ସେ ପୃଥିବୀ ପାଳଇ ଭରଦ୍ୱାଜଙ୍କ ଆଦେଶରେ ସେ ରାଜା ଅଶ୍ୱମେଧ କରେ। ପଞ୍ଚ ଅଶ୍ୱମେଧେ କ୍ରମେ ସେ ଗଙ୍ଗା ତଟେ ସାଧେ ଏମନ୍ତ ନୃପ ଏକାବେଳେ ସତେ 33 ଯଜ୍ଞ କଲେ ଅନେକ ଦାନ ଯଜ୍ଞ ମତେ ଧେନୁ କାଞ୍ଚନ ବସ୍ତ୍ର ଯୁକ୍ତେ ଭରତ କର୍ମ କଲା ଯେତେ ନହିବ ଭୂତ ଭବିଷ୍ୟତେ କିରାତ ହୁଣ ଯେ ଯବନ ପୌଣ୍ଡ୍ରକ କଙ୍କ ରାଜା ଗଣ ଶକ ଖଗାଦି ମ୍ଲେଚ୍ଛ ଯେତେ ସବୁ ଛେଦିଲା ଏ ଜଗତେ। ପୂର୍ବେ ଯେ ଦାନବ ସକଳେ ଦେବଗଣଙ୍କୁ ଜିଣି ବଳେ ଦେବାଙ୍ଗନାଙ୍କୁ ହରି ନେଇ ପାତାଳେ ଲୁଚିଥିଲେ ଯାଇ ଭରତ ସେମାନଙ୍କୁ ମାରି ପାତାଳୁ ଆଣିଲା ଉଦ୍ଧରି ଭରତ ରାଜା ରାଜ୍ୟ କାଳେ ପୃଥିବୀ ସ୍ୱର୍ଗ ଏକ ତୁଲେ ପୃଥିବୀ ସର୍ବ ଶସ୍ୟ ଦେଲା ଯେଣୁ ଅନେକ ଯଜ୍ଞ କଲା ପ୍ରଜାଙ୍କ ଅଭିଳାଷ ମାନ ସମସ୍ତ କଲା ସମ୍ପାଦନ ସପ୍ତବିଂଶତି ଯେ ସହସ୍ର ବତ୍ସର ପାଳିଲା କଦେଶ
ସେହି ରାଜାର ତିନି ନାରୀ ପୁତ୍ର ମାନଙ୍କୁ ଜାତ କରି ରାଜା ବୋଲଇ ପୁତ୍ରେ ଚାହିଁ ମୋ ପୁତ୍ର ପରି ନଦୀ ସହି ବ୍ୟଭିଚାରିଣୀ ଭଏ ନାରୀ ବାଳ ପୁତ୍ରଙ୍କୁ ବଧ କରି ଦେଖି ସେ ରାଜବଂଶ ହତ ଅତ୍ୟନ୍ତ ହୋଇଲା ଦୁଃଖିତ ମୋହର ଅନୁରୂପ ପୁତ୍ର କେଉଁ ଉପାୟ ହେବ ଜାତ ହେମନ୍ତ ମନେ ବିଚାରିଲା ମରୁତ ସୁମ ଯାଗ କଲା ମରୁତ ଗଣ ତୁଷ୍ଟ ହେଲେ ରାଜାଙ୍କୁ ପୁତ୍ର ଦାନ ଦେଲେ ସେ ପୁତ୍ର ନାମ ଭରଦ୍ୱାଜ ପୂର୍ବେ ସେ ଉତଥ୍ୟ କ୍ଷେତ୍ରଜ ଏବେ ହୋ ଶୁଣ ନରନାଥ ସେ ଭରଦ୍ୱାଜଙ୍କ ଚରିତ ଭ୍ରାତୃବଧୂ ଯେ ଗର୍ଭବତୀ ପୂର୍ବେ ରମିଲେ ବୃହସ୍ପତି ମୈଥୁନେ ହୁଅନ୍ତେ ପ୍ରବୃତ ଅଜ୍ଞାନ କାମେ ହୋଇ ମତ ଗର୍ଭେ ଯେ ଶିଶୁ ତାର ଥିଲା ବୃହସ୍ପତିଙ୍କେ ନିଷେଧିଲା ବଳାତ୍କାରେଣ ବୃହସ୍ପତି ବୀର୍ଯ୍ୟ ଆଧାନ କଲେ ତଥି ଗର୍ଭ ବାଳକ ପଦାଘାତେ ବୀର୍ଯ୍ୟ ପଡ଼ିଲା ଭୂମି ଗତେ ତେଣୁ ସେ ଲଜ୍ଜିତ ହୋଇଲେ ଗର୍ଭ ଶିଶୁକୁ ଶାପ ଦେଲେ ମୋ ବୀର୍ଯ୍ୟ ଯେଣୁ କଲୁ ରୋଧ ତେଣୁ ତୁ ହୁଅ ଜନ୍ମ ଅନ୍ଧ ତକ୍ଷଣେ ପୁତ୍ର ହେଲା ଜାତ ତା ଦେଖି ତା ମାତା ଚକିତ ତହୁଁ ଯେ ଭରଦ୍ୱାଜ ଜାତ ତାହାଙ୍କୁ ପାଳିଲେ ମରୁତ ଭରତ ଯଜ୍ଞେ ତୋଷ ହେଲେ ସେ ପୁତ୍ର ଏବେ ତାକୁ ଦେଲେ ଭରତ କର୍ମ ଶୁଣି ପ୍ରାଣୀ ତରିବେ ଭବ ତରଙ୍ଗିଣୀ କହିଲା ବିପ୍ର ଜଗନ୍ନାଥ ନବମେ ବଂଶାନୁଚରିତ କହିଲା ବିପ୍ର ଜଗନ୍ନାଥ ନବମେ ବଂଶାନୁଚରିତ